ଦେଖନ୍ତୁ ଇଏ ହେଉଛି ଆମ ଗାଁର ଶିବ ମନ୍ଦିରର ଗେଟ୍ ଆଉ ଯାହାକି ସଜାଣି ଦେଖିପାରୁଥିବେ। ଏଇ ସଜାଣି ବହୁତ ଭଲ ହେଇଛି। ଦେଖନ୍ତୁ ବର୍ତ୍ତମାନ ଯାଉଛେ ଭିତରକୁ ମନ୍ଦିର ପାଖକୁ। ଆଉ ଦେଖନ୍ତୁ ହେଇ ଚାଲିଛି ଲାଇଟ୍ ଦେଖନ୍ତୁ କି ସୁନ୍ଦର ଭାବେ ଲାଇଟ୍ ସଜାଇଛି। ଦେଖନ୍ତୁ ଏଇ ଦେଖିପାରୁଥିବେ ଯାଉଛି ଆଉ ବର୍ତ୍ତମାନ ରାତି 9ଟା ଉପରେ ପାଖାପାଖି ହେଲାଣି। ତେଣୁ ଯାଉଛେ ଦେଖିବା ମନ୍ଦିର ଲୋକ କେତେ ଭିଡ଼ ଅଛନ୍ତି। ହରିନାମ ଚାଲିଛି ମନ୍ଦିରରେ ଆଉ ସବୁ ବସିକି ଦୀପ ଜାଳିଛନ୍ତି। ଆଉ ଦେଖନ୍ତୁ ଯିବା ବର୍ତ୍ତମାନ ମନ୍ଦିର ପାଖ ହେଇ ପହଞ୍ଚି ଆଇଲେଣି। ଦେଖନ୍ତୁ ସଜାଣିର ବହୁତ ସୁନ୍ଦର ଭାବରେ ହେଇଛି। ଏଇ ଦେଖନ୍ତୁ ବସିଛନ୍ତି ସବୁ ଲୋକ। ଏଇ ଦେଖନ୍ତୁ ଏଇଟା ଆମର ମନ୍ଦିର ଗେଟ୍ଟା। ମନ୍ଦିର ଭିତରେ ଆମର ଦୀପ ଜାଳୁଛନ୍ତି। ଏପଟେ ଦେଖନ୍ତୁ ଆଉ କାହାର ଚେୟାର ପଡ଼ିଛି ଲୋକ ବସିକି ହରିନାମ ଶୁଣୁଛନ୍ତି। ଆଉ ଚାଲିଛି ହରିନାମ ଚାଲିଛି ସେପଟେ ଦେଖିପାରୁଥିବେ। ଦେଖନ୍ତୁ ଆଉ ମନ୍ଦିର ଭିତରକୁ ମୁଁ ପଶି ନାହିଁ। ଆଉ ତେଣୁ ଏଇ ପାହାଡ଼ ପଟେ ରହିକି ଯାହା ଭିଡ଼ିଓ କରୁଛି ଆଉ ଦେଖନ୍ତୁ ସେଇ ପିଲା ଗୁଡ଼ା ହେଇକି ଏଇଟା ମନ୍ଦିର ସାମ୍ନା ଗେଟ୍ଟା ଆମର ଯେ ଦେଖନ୍ତୁ ମୁଁ ଏଇ ଆସିଛି ଆଉ ଦେଖିପାରୁଥିବେ ଏଇ କି ଲୋକ ବସିଛନ୍ତି ଆଉ ଭିଡ଼ ବି ଅଛି ଟିକେ। ଆଉ ଟିକେ ଆପରେ ମୁଁ ବୁଲାବୁଲି କରିବା ପାଇଁ ଯିବା ଅଲଗା ଟିକେ ଜାଗାକୁ। ଦେଖନ୍ତୁ ଏଇ କେମିତି ବସିଛନ୍ତି ଗାଁ ପରେ ପଳେଇ ଆସିଛୁ ମାଣିତିରି ଆମର ମନ୍ଦିର ବୁଲାବୁଲି ପାଇଁ। ପ୍ରଥମେ ଗାଡ଼ି ଷ୍ଟାଣ୍ଡରେ ଗାଡ଼ି ରଖିଛନ୍ତି ଆମର ସେ ପିଲାଟା ଗୋଟେ। ଆଉ ମୁଁ ରାସ୍ତା ଉପରେ ଛିଡ଼ା ହେଇଛି ଆଉ ଦେଖିପାରୁଥିବେ କି ଗାଡ଼ି ଆଉ କି ଲାଇଟ୍ ଦେଖନ୍ତୁ ସେପଟେ। ଦେଖନ୍ତୁ ଏପଟେ ଏଇ ଲୋକ ଯିବା ଆସିବା କରୁଛନ୍ତି। ଗାଡ଼ି ବି ଯିବା ଆସିବା କରୁଛି। ଦେଖନ୍ତୁ ରାତି 11ଟା ପାଖାପାଖି ହେବ। ଦେଖନ୍ତୁ ବର୍ତ୍ତମାନ ଗାଡ଼ି ଷ୍ଟାଣ୍ଡ ରଖି ଯାଉଛି। ଭଲ ଭିଡ଼ ଦେଖିପାରୁଥିବେ ଏତେ ଭିଡ଼। ବର୍ତ୍ତମାନ ରାତି 10:30 11ଟା ହେଲାନି। ସେଇ ନେଇ ଭିଡ଼ 11ଟା ହେଲାନି ଦେଖିପାରୁଥିବେ। ଯାଉଛେ ବର୍ତ୍ତମାନ ମନ୍ଦିର ପର୍ଯ୍ୟନ୍ତ ତା ଦେଇକି ପହଞ୍ଚି ହେବ କି ନାହିଁ ଜାଣିନି। ଯାଉଛେ ବର୍ତ୍ତମାନ ଦେଖନ୍ତୁ ଏତେ ଭିଡ଼ ହେଲା ଯେ ସେଠି ପହଞ୍ଚି ପାରିଲେନି ମନ୍ଦିର ପାଖାପାଖି। ତେଣୁ ଏଇପଟେ ସର୍ଟକଟ୍ରେ ଆସିକି ଆମ ଗାଁ ପିଲା ସବୁ ଆସିଥିଲେ ଟାଟୁ ମେସିନ୍ ଯାଇଥିଲେ ସେଠି ଠିଆ ହେଇଛି ଆଉ ଦେଖିପାରୁଥିବେ। ଦେଖନ୍ତୁ କେତେ ଭିଡ଼ ଏପଟେ କିଏ ଲାଇଟ୍ ଦେଖାଯାଉଛି। ଏଇଟା ସବୁ ପିଲାମାନେ ଚର୍କି ବୁଲ ଟାଇପ୍ ଅଛି ଯାହାକି ପିଲାମାନେ ଘୁରନ୍ତି। ଆଉ ଏଇ ଦେଖିପାରୁଥିବେ ଏଇଟା ହେଲା ଛୁଆମାନେ ସେ ଚଢ଼ିଯିବେ ଫେର ତଳେ ଖସରିବେ ଆଉ ଦେଖିପାରୁଥିବେ। ଆହୁରି ଗୋଟେ ଅଛି ଦେଖିବି ଆପଣଙ୍କୁ ଟିକେ ରହିଯାଆନ୍ତୁ। ଏଇଟା ଦେଖନ୍ତୁ କେମିତି ସୁନ୍ଦର ଭାବରେ ଲାଇଟ୍ ଦିଆଯାଇଛି। ଆଉ ଲୋକ କେମିତି ଦେଖନ୍ତୁ ଠିଆ ହେଇକି ସବୁ ଦେଖୁଛନ୍ତି। ଆଉ ଛୁଆ ଗୁଡ଼ା ବି ଦେଖିପାରୁଥିବେ। ଏଠି ଦେଖନ୍ତୁ ଏଇଟା ହେଲା ରେଳ ଗାଡ଼ି ଯାହାକି ଅଛି ଟ୍ରେନ୍। ସେ ଟ୍ରେନ୍ ଅଛି ଏଠୁ ଯିବେ ବସିକି ଆଉ ଦେଖନ୍ତୁ ଲୋକ ବି କାଣ୍ଡି ମାନେ ଭର୍ତ୍ତି ହେଇଛନ୍ତି। ଆଉ ଦେଖନ୍ତୁ ଏପଟେ ହେଲା ମନ୍ଦିର ରାସ୍ତା ଏଟା ଯିବା ପାଇଁ। ଦେଖନ୍ତୁ ଲୋକ କେମିତି ଯାଉଛନ୍ତି ଆସୁଛନ୍ତି। ଆରପଟେ ପଡ଼ିଛି ଯାତ୍ରାପାଟଟା ସେପଟକୁ ଯିବା ଦେଖିବି। ଯାତ୍ରାପାଟି ଯାଉଛି ସେଇ ଯାତ୍ରାପାଟଟା ପଡ଼ିଛି ସେ ସାଇଡ୍ ଲାଇନ୍ କି ଯାଉଛି ଦେଖିପାରୁଥିବେ। ଏଟା ଗୋଟେ ହେଇ କାର୍ ନେଇକି ସେ ଭାଇ ଠିଆ ହେଇଛନ୍ତି ରିମୋଟ୍ କାର୍ ଦେଖିପାରୁଥିବେ। ଛୁଆମାନେ ବସିଲେ ଏ ରିମୋଟ୍ ମାନେ ଏପଟେ ସେପଟେ ଯିବ ଆଉ ଦେଖନ୍ତୁ ଲୋକମାନେ ଭର୍ତ୍ତି ହେଇକି ଲୋକ ଅଛନ୍ତି। ଯାତ୍ରା ପାଟି ପଡ଼ୁଛି ନା ତେଣୁ ଲୋକ ଦେଖିବା ପାଇଁ ବି ଅଛନ୍ତି ଆଜି। ତେଣୁ ଭିଡ଼ ଟିକେ ଅଛି ଆଉ ବର୍ତ୍ତମାନ ଷ୍ଟାର୍ଟ ହେଇନାହିଁ କିଛି ହେଇନି। 10:30 11ଟା ଆଡ଼େ ହେବ। ଯାତ୍ରା ଆରମ୍ଭ ହେଲା ବେଳକୁ 12ଟା 12:30। ତେଣୁ ଲୋକ ବର୍ତ୍ତମାନ ସୁଦ୍ଧା ଯାଇନାହାନ୍ତି ଆଉ ଟିକେଟ୍ କାଟି ନାହାନ୍ତି କି ଯାତ୍ରା ଆରମ୍ଭ ହେଇନାହିଁ ଆଉ ଦେଖନ୍ତୁ ଲୋକମାନେ ପେଣ୍ଡାଲଟାକୁ ଦେଖନ୍ତୁ ଆମର ଗେଟ୍ଟାକୁ ଯାତ୍ରା କ'ଣ ଲେଖା ହେଇଛି ଦେଖନ୍ତୁ କୋଣାର୍କ ଗଣନାଟ୍ୟ। ଦେଖନ୍ତୁ କୋଣାର୍କ ଗଣନାଟ୍ୟ ଲୋକ ବି ଏଠି ଠିଆ ହେଇଛନ୍ତି। ଆମର ଫଟୋ ଉଠାଉଛନ୍ତି ସେଲ୍ଫି ନେଉଛନ୍ତି। ଦେଖନ୍ତୁ ଗୋଟେ ହେଇ ଲୋକ ଭିତରକୁ ଜଣେ ପଇଲେନି ବୋଧେ। ଆଉ ଟିକଟ ବି କାଟା ଚାଲିଛି କି କାଟା ହେଇନାହିଁ। ଦେଖନ୍ତୁ କେମିତି ଲୋକ ଭର୍ତ୍ତି ହେଇକି ରହିଛନ୍ତି ଯାତ୍ରା ଦେଖିବା ପାଇଁ। ଦେଖନ୍ତୁ ଗେଟ୍ ପାଖରେ ବି ଲୋକ ଅଛନ୍ତି ଭିତରେ ବି ଅଛନ୍ତି ବହୁତ। ଦେଖନ୍ତୁ ଏଇ ଗାଡ଼ିଟା ଦେଖନ୍ତୁ ଏଇଟା ହେଲା ଆମର ସେଲ୍ଫି ଗାଡ଼ିଟା। ଆଉ ଯେମିତି ବର ବାହା ହେଇଥିବ ମାନେ ଗାଡ଼ିଟା ସେଇ ଟାଇପ୍ର ଦେଖିପାରୁଥିବେ। ହେଇ ଫଟୋ ଉଠାଯିବ ଆଉ ଯାଉଛେ ବର୍ତ୍ତମାନ ଏଇ ମନ୍ଦିର ଯିବା ରାସ୍ତାରେ ଯାଉଛେ। ଦେଖି ଏଥର ପହଞ୍ଚି ପାରିବି କି ନାହିଁ। ବର୍ତ୍ତମାନ ରାସ୍ତା କଡ଼ ଏଇଟା ଦେଖିପାରୁଥିବେ। ଏଇଟା ତେଲ ଭାଜି ଦୋକାନ ଗୁଡ଼ା ସବୁ ଦେଖିପାରୁଥିବେ। ଏଇଟା ସବୁ ତେଲ ଭାଜି ଦୋକାନଟା
ଏପଟେ ଦେଖନ୍ତୁ ଏପଟେ ବି ତେଲ ଭାଜି ଦୋକାନ ଅଛି। ଲୋକମାନେ ଦେଖନ୍ତୁ କେମିତି ଲୋକ ଯାଉଛନ୍ତି ଆସୁଛନ୍ତି ଏଇ ରାସ୍ତାରେ ଏତେ ଭିଡ଼ ହେଇଯାଉଛି ଯେ ଯିବାଟା ବହୁତ କଷ୍ଟକର। ତେଣୁ ଦେଖନ୍ତୁ ଏଇ ଏପଟେ ଚଣା ସବୁ ବସିଛନ୍ତି, ଦୁଇ ସାଇଡ଼୍ରେ ଲୋକ ଯିବା ଆସିବା କରୁଛନ୍ତି। ଦେଖନ୍ତୁ ଆଉ ଦୋକାନ ବି ଅଛି ସାଇଡ଼୍ର, କଡ଼େ କଡ଼େ ଯାଉଛନ୍ତି, ଏପଟେ କଡ଼େ ଆସୁଛନ୍ତି ସାଇଡ଼୍। ଆଉ ଦେଖନ୍ତୁ ଲୋକ ଦେଖନ୍ତୁ।